ଆଜିର ମାଳିପର୍ବ ସୁରକ୍ଷା ସମିତିର ଆଇବାର କଲେକ୍ଟର ଅଫିସକୁ ଆଇବାର ଉଦ୍ଦେଶ୍ୟ ହେଉଛି ମାଳିପର୍ବତ ସୁରକ୍ଷା ସମିତି 2003 ମସିହା ଠାରୁ ଆଜିକୁ 22 ବର୍ଷ ହେବ ଲଢ଼େଇ କରିକି ଆସିଛି। ଯୋଉଟା ଗତ ସରକାର 24 ବର୍ଷର ସରକାର ମାଳିପର୍ବତର 22 ବର୍ଷର ଲଢ଼େଇ। ଆମର ଯୋଉ ସରକାର ମାଳିପର୍ବତକୁ ନେବାକୁ ଚେଷ୍ଟା କରିଥିଲା ସେ ସରକାର ଆଜି ଓଡ଼ିଶାରେ ନାହିଁ। କାହିଁକି ନା ମାଳିପର୍ବତ ଗୋଟେ ପାହାଚ ଆମେ ଜିତିଛୁ, ଯୋଉଟାକୁ ଆମ ମା ବୋଲେ ଚଳେ ପାହାଡ଼କୁ ବିକିବା ପାଇଁ ଯୋଉ ବିକିଥିଲା ବିଜେଡି ସରକାର। ସେଇ ସରକାର ଗଲା ପରେ ଯୋଉ ହିଣ୍ଡଲକୋ କମ୍ପାନୀ ଲିଜ୍ ଦିଆହେଇଥିଲା ସେ ହିଣ୍ଡଲକୋ କମ୍ପାନୀର ଲିଜ୍ ସରିଯାଇଛି କିମ୍ବା ଏନଭାୟରମେଣ୍ଟାଲ କ୍ଲିୟରେନ୍ସ ଆଜି ପର୍ଯ୍ୟନ୍ତ ତାକୁ ମିଳିନାହିଁ। ହେଲେ ନ ମିଳିଲା ରହିବା ସତ୍ତ୍ୱେ ମଧ୍ୟ କମ୍ପାନୀ କ'ଣ ଆସିକରି ତାର ଦୀର୍ଘ 20 ବର୍ଷ ହେଲା ସେଇ ଅଞ୍ଚଳରେ ଯେତେବେଳେ ସେ ଲିଜ୍ ପାଇଥିଲା ସେଇ ପିରିୟଡ଼ରେ ସେ ଏରିଆରେ କିଛି ବି ସିଏସ୍ଆର୍ ଫଣ୍ଡ ପେରିଫେରାଲ ଡେଭଲପ କାମ କରିନାହିଁ। ଏତେ ବଡ଼ କରୋନା ମହାମାରୀ ହେଲା ସତ୍ତ୍ୱେ ମଧ୍ୟ ସେ କେବେ ହେଲେ ମଧ୍ୟ ଗୋଟେ ଲୋକ ଜଣଙ୍କୁ ମାସ୍କ କିମ୍ବା ସାନିଟାଇଜର ବି ଦେଇନାହିଁ। ସେଥିପାଇଁ ଏବେ ତାର ମାନେ ସେ ଲୁଚି ଛପିକି ଆସିକରି ତାର କୋର୍ସ କୋଉ ସ୍ୱାର୍ଥରେ କିମ୍ବା ତାର ପଛରେ କେତେ ବଡ଼ କୋଉ ଶକ୍ତି ଅଛି କି ସେ ଆସିକରି ଲୁଚି ଲୁଚିକରି ଗାଁ ଗହଳିରେ ଝଗଡ଼ା କରିବା ପାଇଁ ଚେଷ୍ଟା କରାଉଛି। ହାତ ଗଣିତି ଲୋକମାନଙ୍କୁ ନେଇକରି ପ୍ରତି ଗାଁରେ ସିଣ୍ଟେକ୍ସ ବସାଇଲା ଭଳିଆ ଲାଇଟ୍ ଲଗାଇଲା ଭଳିଆ ଏଇ ପ୍ରକାର କାମ ସେ କରୁଛି। କିନ୍ତୁ ଏଟା ହେଉଛି ସାମ୍ବିଧାନିକ ଅଧିକାର ହିସାବରେ ସେ ଯାଉନାହିଁ। ଏଟା ହେଉଛି ଆଦିବାସୀ ଅଧ୍ୟୁଚ୍ୟ ଅଞ୍ଚଳ। ଏଇ ଅଞ୍ଚଳରେ ଯଦି କୌଣସି ଡେଭଲପମେଣ୍ଟ କାମ କରିବାର ଅଛି ବୋଲେ ଗ୍ରାମ ସଭା ହୁଏ କିମ୍ବା ଗ୍ରାମରେ ବୈଠକ ହୁଏ, ତାପରେ ନିଷ୍ପତ୍ତି ନିଆଯିବ ଗ୍ରାମବାସୀଙ୍କର ମତାମତ ଅନୁସାରେ ଡେଭଲପ ହବ କରିବାକୁ ଦେବେ କିମ୍ବା ନାହିଁ। କିନ୍ତୁ ସେଟାକୁ ଉଲ୍ଲଂଘନ କରୁଛି, ଆଇନକୁ ମଧ୍ୟ ମାନୁନାହିଁ ହିଣ୍ଡଲକୋ କମ୍ପାନୀ। ଏଥିପ୍ରତି ମାଳିପର୍ବ ସୁରକ୍ଷା ସମିତି କଲେକ୍ଟର ମହୋଦୟଙ୍କୁ ଆମେ ଅବଗତ କରାଇବା ନିମନ୍ତେ ଆସିଥିଲୁ। ଏଡିଏମ୍ ମହୋଦୟଙ୍କୁ ଆମେ ଦାବି ଦେଇଛୁ। ବନ୍ଧୁ ମାନଙ୍କର ମାଧ୍ୟମରେ ମୁଁ ସରକାରକୁ ନିବେଦନ କରୁଛି, ଯୋଉଟା ବିଜେଡି ସରକାର ଭୁଲ କରିକିରି ଏ ଲୋକମାନଙ୍କୁ ହନ୍ତ ସନ୍ତୋଷ କରିଥିଲା। ଆଜି ଆମେ ଆଶା କରୁଛୁ ଆପଣ ନିଶ୍ଚୟ ମାଳିପର୍ବତର ଦୁଃଖ ଶୁଣିବେ ଏବଂ ଖଣିକୁ ଆମ ଯୋଉ ପାହାଡ଼କୁ ବଞ୍ଚାଇବେ ବୋଲି ଆମେ ଅନୁରୋଧ କରୁଛି। ନହେଲେ ଯଦି ଆଗାମୀ ଦିନରେ ଯଦି ଆମ କଥା ଶୁଣିବେ ନାହିଁ ତାହେଲେ ବହୁତ ବଡ଼ ଜନ ଆନ୍ଦୋଳନ ହବ ଏବଂ ରାସ୍ତାଘାଟରେ ନିଶ୍ଚୟ ଆମେ ଓହ୍ଲାଇବୁ। ଲଢୁବୁ ଥିଲୁ, ଆଜି ବି ଲଢୁଛୁ, ଆଗାମୀ ମଧ୍ୟ ଲଢିବାକୁ ଆମେ ବାଧ୍ୟ ହବୁ। ଆଉ ବଞ୍ଚିକି ମାଳିପର୍ବତ ବଞ୍ଚେଇକିରି ହିଁ ଛାଡ଼ିବୁ।